ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 167। ଆମ ଭିତରର ପରମେଶ୍ୱର ସତତ ଆମର ଯଥାର୍ଥ ମାର୍ଗଦର୍ଶନ କରାଇବାରେ ଲାଗିଛନ୍ତି। ଏପରିକି ଆମେ ଅଜ୍ଞାନର ପାଶ ଭିତରେ ରହିଥିବା ସମୟରେ ମଧ୍ୟ। ମାତ୍ର ତଥାପି ଲକ୍ଷ୍ୟ ସୁନିଶ୍ଚିତ ହୋଇ ରହିଥିଲେ ବି ନାନା ବୃତ୍ତଗତି ଏବଂ ବିଚ୍ୟୁତି ଦ୍ୱାରା ହିଁ ତାହାକୁ ହାସଲ କରାଯାଇ ପାରୁଛି। ଆଉ ଥରେ ଟିକେ ପଡୁଛି। ଆମ ଭିତରର ପରମେଶ୍ୱର ସତତ ଆମର ଯଥାର୍ଥ ମାର୍ଗଦର୍ଶନ କରାଇବାରେ ଲାଗିଛନ୍ତି। ଏପରିକି ଆମେ ଅଜ୍ଞାନର ପାଶ ଭିତରେ ରହିଥିବା ସମୟରେ ମଧ୍ୟ। ଏହି ବିଷୟଟି ଆମେ ସବୁବେଳେ ଶୁଣୁଛୁ, କିନ୍ତୁ ଆମେ ତଥାପି ଭୁଲି ଯାଉଛୁ। ବାରମ୍ବାର ଗୋଟିଏ କଥା ଆମେ ଶୁଣିବା, ତାକୁ ହେଜିବା, ଏଇଟା ଗୋଟେ ଦରକାର। ଆମେ ମନେ ରଖିବା ଯେ ଅନ୍ତରାତ୍ମା ଏଇ ଜୀବନରେ ଯୋଉ ବିକାଶ ଲାଭ କରିବା ପାଇଁ ଆମର ଯୋଉ ବାହ୍ୟ ଚେତନାକୁ ପ୍ରସ୍ତୁତ କରିବା ପାଇଁ ସେ ସଂକଳ୍ପ କରିଥାଏ, ସିଏ ସେଇ ସଂକଳ୍ପରେ ପହଞ୍ଚିବା ପାଇଁ ଆମ ଜୀବନର ଗତିବୃତ୍ତିକୁ ସିଏ ପରିଚାଳିତ କରୁଥାଏ, ତାକୁ ସ୍ଥିର କରେ କାହା ପରେ କଣ ଘଟିବ। ସେଇଥିପାଇଁ ଆମେ ପୂର୍ବରୁ ଆଲୋଚନା କରିଥିଲେ ଯେ ଭାଗ୍ୟ ପରିବର୍ତ୍ତନଶୀଳ ବୋଲି। କାରଣ ଭାଗ୍ୟ ନିର୍ଭର କରେ ଆମେ ଚେତନାର କୋଉ ସ୍ଥିତିରେ ରହିଛନ୍ତି। ଚେତନାର ଯୋଉ ସ୍ଥିତିରେ ରହିଛନ୍ତି ସେଇ ସ୍ଥିତିରୁ ଊର୍ଦ୍ଧ୍ୱକୁ ଉଠିବା ପାଇଁ ଅନ୍ତରାତ୍ମା କଣ କରେ? ପରିବେଶ ପରିସ୍ଥିତି ତିଆରି କରେ। ଯେତେବେଳେ ସେଇ ଚେତନାର ଊର୍ଦ୍ଧ୍ୱକୁ ଯଦି ଆମେ ନ ଉଠିଲେ, ତେବେ ସେଇ ପରିସ୍ଥିତି, ସେଇ ପରିବେଶ ଯୋଉ ଶିକ୍ଷା ଦେବାକୁ ଆସିଥିଲା, ଯେ ପର୍ଯ୍ୟନ୍ତ ସେ ଶିକ୍ଷା ଆମେ ଆମର ବାହ୍ୟ ମନ ପ୍ରାଣ ଶରୀର ଗ୍ରହଣ କରି ନାହିଁ, ସେ ପର୍ଯ୍ୟନ୍ତ କଣ ହବ? ସିଏ ସେଇ କଥାଟିକୁ ସିଏ ଭିନ୍ନ ଭିନ୍ନ ଭାବରେ ସିଏ କଣ କରିବ ନା ସେଇ ପରିସ୍ଥିତିକୁ ବାରମ୍ବାର ଆମ ପାଖରେ ଆଣିକି ଥୋଇବ। ଯେ ଛୋଟ ବାକ୍ୟରେ କଥା ହେଲେ ଆମେ ଏଇଆ, ଯେତେବେଳେ ଆମେ କିଛି କଥା ପାଇଁ ଜିଦ୍ କରୁ, କିମ୍ବା ଆମେ ଆଉ ଗୋଟେ କଥା ଭାବିପାରିବା, ଆମକୁ ପାଠ ପଢିବାର ଅଛି। ଯେ ପର୍ଯ୍ୟନ୍ତ ମତେ ଶିଖିବାର ଅଛି, ବା ଠ ବି ହଉ, ଟ ହଉ, ଚ ହଉ, ଯାହା ହଉ, ଯୋଉଟା ଶିଖିବାର ଅଛି, ଯେ ପର୍ଯ୍ୟନ୍ତ ମୁଁ ତାକୁ ଶିଖି ନାହିଁ, ସେ ପର୍ଯ୍ୟନ୍ତ ମତେ ତାକୁ ଘୋରିବାକୁ ପଡେ, ତାକୁ ଲେଖିବାକୁ ପଡେ। ଯଦି ମୁଁ ଭଲରେ ନ ଶୁଣିଲି, ତେବେ ମତେ ମନ୍ଦରେ ମତେ ଶୁଣିବା ପାଇଁ ପରିବେଶଟିଏ ତିଆରି ହୁଏ। ଏବେଣିକି ଅଡିଓ ଭିଡିଓ ଆସିଲାଣି। ଆଗରୁ କଣ ହଉଥିଲା ନା ଜବରଦସ୍ତ ବେଳେ ବେଳେ ଆମକୁ ହାତ ଧରି ଜବରଦସ୍ତ ମଡା ହବ। ତାପରେ ଯଦି ହାତକୁ ଆପଣ ଟାଣିଲେ ଖାଲି, ତାହେଲେ ସେ ହାତକୁ ଆହୁରି ଜୋରରେ ଧରିବେ। ଆପଣ ଚିନ୍ତା କରନ୍ତୁ, ଧୀରେ ଧୀରେ ମାତ୍ରାଟା ବର୍ଦ୍ଧିତ। ଯୋଉ ଦିନ ଟ ବା ଠ ବା ଚ ଯାହା ଆମକୁ ଶିକ୍ଷା ଦିଆଯାଉଛି ବା ଅଶିକ୍ଷା ଦିଆଯାଉଛି, ସେ ଅଟି ମୁଁ ଯୋଉ ଦିନ ଶିଖିଯିବି, ତା ପରଦିନ ତା ପର ଅକ୍ଷର ଶିଖିବା ପାଇଁ ମୋ ପାଖରେ ଆସି ପହଞ୍ଚିବ ପରିବେଶ ପରିସ୍ଥିତି। ଚେତନାର ସ୍ଥିତିରେ ସେଇଭଳି, ଯୋଉ ଚେତନାର ସ୍ଥିତିରେ ମୁଁ ରହିଛି, ଯେ ପର୍ଯ୍ୟନ୍ତ ସେ ଚେତନାର ଊର୍ଦ୍ଧ୍ୱ ସ୍ତରକୁ ମୁଁ ନ ଯାଇଛି, ସେ ପର୍ଯ୍ୟନ୍ତ ମୋ ପାଖରେ ବାଧା ଅସୁବିଧା ଭିନ୍ନ ଭିନ୍ନ ଭାବରେ ମୋ ପାଖକୁ ଆସୁଥିବ। ସିଏ ମତେ ମାର୍ଗଦର୍ଶନ କରିବା ପାଇଁ ସଦା ସର୍ବଦା ପ୍ରସ୍ତୁତ ରହିଥାଏ, ପ୍ରସ୍ତୁତି କରୁଥାଏ ଏବଂ ସୂଚନା ଦଉଥାଏ, ନିର୍ଦ୍ଦେଶ ଦଉଥାଏ, ସିଏ ଲାଗିଥାଏ। ଆମେ ତାକୁ ଯଦି ନ ଶୁଣିଲେ, ପ୍ରଥମେ ପ୍ରଥମେ ଆମକୁ ଖଟକା ଲାଗେ ଯେ ମୁଁ କିଛି ଭୁଲ କରୁଛି। ତାକୁ ଯଦି ମୁଁ ଆଭଏଡ୍ କରିଦେଲି, ତା କଥା ନ ଶୁଣି ମୁଁ ମୋର ମନମାନି କଲି, ଅହଙ୍କାରର କଥା ଶୁଣିଲି, ବାହ୍ୟ ମନ ନିମ୍ନ ମନର ନିମ୍ନ ପ୍ରାଣର କଥାବାର୍ତ୍ତା ଶୁଣିଲି, ତାହେଲେ
ତା ଆଗରେ ମୁଁ ଗୋଟିଏ ଗୋଟିଏ ପ୍ରାଚୀର ସୃଷ୍ଟି କରିଦିଏ, ତା ଫଳରେ ତା ଭାଷାଟି ମୋ ପାଖରେ ପହଞ୍ଚିବା ପାଇଁ ମୁଁ ହିଁ ନିଜେ ବାଧା ସୃଷ୍ଟି କରିଦିଏ। ତାପରେ ମୁଁ କହେ ଯେ ମତେ ନିର୍ଦ୍ଦେଶ ମିଳୁନାହିଁ, ମତେ କେହି ଗାଇଡ କରୁନାହାନ୍ତି। ପରେ ଯେତେ କିଏ କହେ ନାଇଁ ତ, ମୋର ଅନ୍ତରାତ୍ମା ମତେ କେବେ ନିର୍ଦ୍ଦେଶ ଦେଇନାହିଁ, ମୋ ଅନ୍ତରାତ୍ମା ମତେ ସବୁ ମୁହୂର୍ତ୍ତରେ ସିଏ ଆମକୁ ଶିକ୍ଷା ଦଉଥାଏ, ପରିବେଶ ତିଆରି କରୁଥାଏ, ନିର୍ଦ୍ଦେଶ ଦଉଥାଏ, ସବୁ କରୁଥାଏ। ଏପରିକି ଆମେ ଅଜ୍ଞାନର ପାଶ ଭିତରେ ରହିଥିବା ସମୟରେ ମଧ୍ୟ ସବୁବେଳେ। ମାତ୍ର ତଥାପି ଲକ୍ଷ୍ୟ ସୁନିଶ୍ଚିତ ହୋଇ ରହିଥିଲେ ବି ନାନା ବୃତ୍ତ ଗତି, ମାନେ ଏମିତି ଆମେ ସିଧା ନ ଯାଇକିରି ବୃତ୍ତ ଗତିରେ ଘୁରି 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 ଆମେ ଯାଉଛନ୍ତି, ବା ଏବଂ ବିଚ୍ୟୁତି ଦ୍ୱାରା ହିଁ ତାହାକୁ ହାସଲ କରାଯାଇ ପାରୁଛି। କାହିଁକି? ଆମର ତୀବ୍ରତା ଉପରେ ନିର୍ଭର କରୁଛି। ମା ତାର ବର୍ଣ୍ଣନାରେ କହୁଛନ୍ତି, ଯେଉଁ ଲକ୍ଷ୍ୟଟି ଦିବ୍ୟ ପରମ ସତ୍ତାଙ୍କ ଦ୍ୱାରା ପୂର୍ବ ଦୃଷ୍ଟ ହୋଇ ରହିଛି, ତାହାକୁ ସର୍ବଦା ହାସଲ କରାଯାଇ ପାରୁଛି। ମାତ୍ର ଯେଉଁମାନଙ୍କର ଚେତନା ଦିବ୍ୟ ପରମ ଚେତନା ସହିତ ସଂଯୁକ୍ତ ହୋଇ ରହିଛି, କେବଳ ସେଇମାନେ ହିଁ ତାହାକୁ ପ୍ରତ୍ୟକ୍ଷ ଏବଂ ସଜ୍ଞାନ ଭାବରେ ହାସଲ କରିପାରୁଛନ୍ତି। ଅନ୍ୟମାନେ ଯୋଉମାନେ ତାଙ୍କ ସହିତ ସଂଯୁକ୍ତ ହୋଇ ରହିଛନ୍ତି, ତାକୁ ସେ ସଜ୍ଞାନ ଭାବେ ହାସଲ କରୁଛନ୍ତି, ମାନେ ଜାଣି ଶୁଣି ଶିଖିଲେ। ଆଉ ଅନ୍ୟମାନେ ଯେଉଁ ଅଧିକତମ ସଂଖ୍ୟକ ବ୍ୟକ୍ତି କେବଳ ଆପଣାର ବାହ୍ୟ ସତ୍ତାଟି ସମ୍ବନ୍ଧରେ ହିଁ ସଚେତନ ରହିଛନ୍ତି, ସେମାନେ କେବଳ ବୁଲାଣି ବାଟରେ ଭ୍ରମି ସାରିବା ପରେ ହିଁ ତାହାକୁ ହାସଲ କରୁଛି। ସେ ବୁଲାଣି ବାଟରେ ଗଲା ବୁଲୁଥିବେ, ଯେତେବେଳେ ସଚେତନ ହେବେ ସେତେବେଳେ ବାଟକୁ ଆସିବେ, ନହେଲେ ମାନେ ଭ୍ରମିଥିବେ, ମାନେ ଭୁଆଁ ବୁଲିଯିବେ, ବାଟଟା ଗଲା ବୁଲୁଥିବେ। ଭ୍ରମି ସାରିବା ପରେ ହିଁ ତାହାକୁ ହାସଲ। ସେଇଥିପାଇଁ ବର୍ଣ୍ଣନା ରହିଛି, କାହାକୁ କାହାକୁ କେତେ କେତେ ଜନ୍ମ ଲାଗିଯାଏ, ଶତାବ୍ଦୀ ଶତାବ୍ଦୀ ଧରି ବି ବେଳେ ବେଳେ ଲାଗିଯାଏ, ମାନେ ଶହ ଶହ ବର୍ଷ ତାଙ୍କୁ ଲାଗିଯାଏ, ମାନେ ଏ ଜନ୍ମ ଯିବ, ପୁଣି ଗୋଟେ ଜନ୍ମ ଯିବ, ପୁଣି ଗୋଟେ ଜନ୍ମ ଯିବ, ଏଇଭଳି ଭାବରେ ତାଙ୍କୁ ଲାଗିଯାଏ। ସେହି ବାଟ ଗୁଡିକ ଅନେକ ସମୟରେ ସମ୍ପୂର୍ଣ୍ଣ ବିପରୀତ ଦିଗରେ ମଧ୍ୟ ଗତି କରିଥିବା ପରି ବୋଧ ହେଉଛି। ଆମେ ଆ ପୂର୍ବରୁ ଆଲୋଚନା କରୁଥିଲେ, ଯୋଉମାନେ ମିଥ୍ୟାଚାରରେ ବସବାସ କରୁଛନ୍ତି, ଯୋଉମାନେ ମିଥ୍ୟାକୁ ସତ୍ୟକୁ ଆଭଏଡ କରିବା ପାଇଁ ଯୋଉ ପ୍ରକାରର ମିଥ୍ୟା ସେ ଆଶ୍ରୟ ନଉଛନ୍ତି, ସତ୍ୟକୁ ଆଭଏଡ କରିବା ପାଇଁ ଯୋଉ ପ୍ରକାରର ମିଥ୍ୟାକୁ ଆଶ୍ରୟ ସେ ନଉଛନ୍ତି, ଇଏ ସବୁ ହଉଛି ମିଥ୍ୟାଚାର। ନିଜକୁ ପ୍ରତିଷ୍ଠା କରିବା ପାଇଁ ଯୋଉ ଯୋଉ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି, ତାହା ସବୁ ହଉଛି ମିଥ୍ୟାଚାର, ତାହା ହଉଛି ଅହଂ ଦ୍ୱାରା ପ୍ରେରିତ। ଆମେ ପୂର୍ବରୁ ପଢିଲେ, ମା କହୁଛନ୍ତି, ଯୋଉମାନେ ଅହଂ ଦ୍ୱାରା ପ୍ରେରିତ ହେଇ ଅନେକ ସମୟରେ ଉଚ୍ଚତର ଶବ୍ଦ ମାରୁଛନ୍ତି ମୋର କଥା ବା ଶ୍ରୀଅରବିନ୍ଦଙ୍କ କଥାକୁ, ସେମାନେ ନିଜର ଅହଂକୁ ପ୍ରତିଷ୍ଠିତ କରିବା ପାଇଁ ବ୍ୟବହାର କରନ୍ତି। ଛଳନା ସେମାନଙ୍କୁ କୁହାଯାଏ, ସେମାନେ ଛଳନା କରୁଛନ୍ତି ବୋଲି, ପ୍ରପଞ୍ଚ ରଚୁଛନ୍ତି ବୋଲି। ସେମାନେ କିନ୍ତୁ ମା କହୁଛନ୍ତି, ସେମାନଙ୍କ ଭିତର ଦେଇ ମୁଁ କାର୍ଯ୍ୟ କରିପାରେ ନାହିଁ। ମୁଁ ସେଠି ଖାଲି ଶବ୍ଦଟି ମୋ ଶବ୍ଦ ବ୍ୟବହାର କଲି, ସେମାନେ ହଉଛନ୍ତି ଅଯୋଗ୍ୟ। ମା କହିଲେ, ମା ନିଜେ କହିଲେ, ମୁଁ ସେମାନଙ୍କ ମଧ୍ୟ ଦେଇ କାର୍ଯ୍ୟ କରିପାରେ ନାହିଁ, ସେମାନଙ୍କ ମଧ୍ୟରେ ଅତିମାନସ ଶକ୍ତି ସଞ୍ଚରିତ ହୋଇପାରେ ନାହିଁ। ଯୋଉମାନେ, ଆମେ ଚିନ୍ତା କରିବା ନିଜକୁ, ଆମେ ମା ଶ୍ରୀଅରବିନ୍ଦଙ୍କୁ ବ୍ୟବହାର କରି, ମା ଶ୍ରୀଅରବିନ୍ଦଙ୍କ କଥାକୁ ବ୍ୟବହାର କରି ନିଜକୁ ପ୍ରତିଷ୍ଠିତ କରୁନାହୁଁ ତ? ଏଇ ଅନୁଷ୍ଠାନକୁ, ଅର୍ଗାନାଇଜେସନକୁ ବ୍ୟବହାର କରି, କଥାରେ କହନ୍ତିନି ମାଛ ତେଲରେ ମାଛ ଭାଜିବା, ଏଇ ଅନୁଷ୍ଠାନକୁ ବ୍ୟବହାର କରି ମୋର ମାନ ସମ୍ମାନ ବଢେଇବା ପାଇଁ, ମୋର ଆର୍ଥିକ ଅବସ୍ଥା ସୁଚ୍ଛଳ କରିବା ପାଇଁ ମୁଁ ବ୍ୟବହାର କରୁନାହିଁ ତ ଅନୁଷ୍ଠାନକୁ। ଆମ ଗାଁରେ ମତେ ଭଲ ବୋଲି କହିବେ ବୋଲି ମୁଁ
ମାଙ୍କର ଅନୁଷ୍ଠାନକୁ ବ୍ୟବହାର କରୁନାହିଁ ତ? 100ଟା ଲୋକଙ୍କ ଆଗରେ ହଁ ଭାଇ ଓ ସିଏ ଏବଂ ଏଇ ଯୋଉ ଅନୁଷ୍ଠାନ ସବୁ କଥା ସିଏ ହିଁ ବୁଝୁଛନ୍ତି, ସେଇ ପ୍ରକାରର ମୁଁ ପରିବେଶ ପରିସ୍ଥିତି ତିଆରି କରୁନାହିଁ ତ ଯେପରି ଲୋକ ମତେ କୁହନ୍ତୁ ଯେ ମୁଁ ହଉଛି ସର୍ବେ ସର୍ବା। ତେବେ ଆପଣ ମାଙ୍କ କାର୍ଯ୍ୟ କରିବା ପାଇଁ ମାଙ୍କୁ ଆପଣଙ୍କ ଭିତରେ ଅନୁମତି ଦଉନାହାନ୍ତି। ମା ସେଇଥିପାଇଁ କହିଲେ ଯେ ମୁଁ ସେମାନଙ୍କ ମଧ୍ୟ ଦେଇ କାର୍ଯ୍ୟ କରିପାରେ ନାହିଁ। ତାମାନେ ମୁଁ ନିଜେ କଣ କଲି? ନିଜେ କଲି। ମା ଦୂରେଇ ଯାଇନାହାନ୍ତି। ମୁଁ ନିଜେ ଏଡେ ବଡ ପ୍ରାଚୀରଟିଏ ସୃଷ୍ଟି କରିଦେଲି, ଯାହା ଫଳରେ ଅତିମାନସ ଶକ୍ତି ମୋ ଭିତରେ ସଞ୍ଚରିତ ହେଇପାରିଲା ନାହିଁ। ମା ମୋ ଭିତରେ ଦେଇ କାର୍ଯ୍ୟ କରିପାରିଲେ ନାହିଁ। ତେଣୁ ସତର୍କ ରହି। ଜ୍ଞାନ 168। ପ୍ରଭୁ ଲେଖୁଛନ୍ତି, ଯୋଗ ମାର୍ଗରେ କ୍ରସ୍ ଚିହ୍ନ ହେଉଛି ପରସ୍ପର ସହିତ ଦୃଢ ଓ ସମ୍ପୂର୍ଣ୍ଣ ଭାବରେ ସଂଯୁକ୍ତ ହୋଇ ରହିଥିବା ଆତ୍ମା ଏବଂ ପ୍ରକୃତିର ପ୍ରତୀକ। ମାତ୍ର ଆମେ ଅଜ୍ଞାନ ଜନିତ ନାନା ଅଶୁଦ୍ଧତା ମଧ୍ୟରେ ପତିତ ହୋଇ ରହିଥିବାରୁ ତାହା ଆମ ଲାଗି ଦୁଃଖ ଭୋଗ ଏବଂ ଶୁଦ୍ଧିକରଣର ଏକ ପ୍ରତୀକ ହୋଇ ରହିଛି। ଯୋଗ ମାର୍ଗରେ କ୍ରସ୍ ଚିହ୍ନ ହେଉଛି ପରସ୍ପର ସହିତ ଦୃଢ ଓ ସମ୍ପୂର୍ଣ୍ଣ ଭାବରେ ସଂଯୁକ୍ତ ହୋଇ ରହିଥିବା ଆତ୍ମା ଓ ପ୍ରକୃତିର ପ୍ରତୀକ। ମାତ୍ର ଆମେ ଅଜ୍ଞାନ ଜନିତ ନାନା ଅଶୁଦ୍ଧତା ମଧ୍ୟରେ ପତିତ ହୋଇ ରହିଥିବାରୁ ତାହା ଆମ ଲାଗି ଦୁଃଖ ଭୋଗ ଏବଂ ଶୁଦ୍ଧିକରଣର ଏକ ପ୍ରତୀକ ହୋଇ ରହିଛି। ଜ୍ଞାନ 169। ପରିପୂର୍ଣ୍ଣ କରିବାକୁ ନୁହେଁ, ପରିଶୁଦ୍ଧ କରିବାକୁ ହିଁ ଯୀଶୁଖ୍ରୀଷ୍ଟ ପୃଥିବୀକୁ ଆସିଥିଲେ। ତାଙ୍କର ଏହି ବ୍ରତ ଯେ ବିଫଳ ହେବ ଏବଂ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ଏହି ଜଗତକୁ ତାଙ୍କୁ ଯେ ପୁନର୍ବାର ପରମେଶ୍ୱରଙ୍କର ତରବାରୀକୁ ବହନ କରି ଆସିବାକୁ ହେବ, ସିଏ ସେ କଥା ପୂର୍ବରୁ ଜାଣିଥିଲେ। ଏଇଠି ଯୀଶୁଖ୍ରୀଷ୍ଟଙ୍କୁ ବ୍ୟବହାର କରି ଯୋଉ କଥାଟି କହିବାକୁ ଯାଉଛନ୍ତି ପ୍ରଭୁ କହୁଛନ୍ତି ଜ୍ଞାନ 169ରେ, ଯୀଶୁଖ୍ରୀଷ୍ଟ ଯୋଉ ଆସିଥିଲେ ସେ ସମୟରେ ମନୁଷ୍ୟ ସମାଜ ପାଶ୍ଚାତ୍ୟ ଦେଶରେ ଯୋଉ ସ୍ଥିତିରେ ଥିଲେ, ସେମାନେ ଆଗ ଶୁଦ୍ଧ ହେଇନାହାନ୍ତି। ପରିପୂର୍ଣ୍ଣ ତ ପଛର କଥା ନା, ଆଗ ଶୁଦ୍ଧ ହବା ଦରକାର ନା, ଆଗ ଚିହ୍ନିବା ଦରକାର। ଚିହ୍ନିବା ଦରକାର। ପ୍ରଥମତଃ ଷ୍ଟେପ ହଉଛି ଆଗ ଚିହ୍ନିବା ଦରକାର ଯେ କୋଉଟା ମତେ ଉଚ୍ଚତର ଅଗ୍ରଗତି ପାଇଁ ମତେ ସାହାଯ୍ୟ କରୁଛି, କୋଉଟା ମତେ ଉଚ୍ଚତର ଆଡକୁ ନ ନେଇକି ମତେ ପଶ୍ଚାତ ଗତି ଆଡକୁ ସହଯୋଗ କରୁଛି, ତାକୁ ଚିହ୍ନିବା ଦରକାର। ତାକୁ ଚିହ୍ନିଲେ ହିଁ ତାପରେ ମୁଁ ପରିଶୁଦ୍ଧ ହେବି। ଯୋଉଗୁଡାକ ମତେ ପଶ୍ଚାତ ଗତିକୁ ନଉଛି ତାକୁ ମୁଁ ପ୍ରତ୍ୟାଖ୍ୟାନ କରିବି, ଯୋଉଗୁଡାକ ମତେ ଉଚ୍ଚତର ଆଡକୁ ନଉଛି ତାକୁ ମୁଁ ଗ୍ରହଣ କରିବି। ଚିହ୍ନିବା ତାପରେ ହଉଛି ପରିଶୁଦ୍ଧ କରିବା। ସେତେବେଳେ ସେମାନେ ଚିହ୍ନି ନଥିଲେ, ତେଣୁ ଯୀଶୁଖ୍ରୀଷ୍ଟ ଆସିଥିଲେ ତାଙ୍କୁ ପରିଶୁଦ୍ଧ କରିବା ପାଇଁ। କିନ୍ତୁ ତା ସହିତ ସେ କହୁଛନ୍ତି ସେ ଜାଣିଥିଲେ ଯେ ମୁଁ ବିଫଳ ହେବି। ବ୍ୟକ୍ତି ଯୋଉ ଚେତନାରେ ରହିଛି ତାଙ୍କୁ ଗ୍ରହଣ କରିବା କଷ୍ଟ ହବ, ଏ କଥା ସେ ଜାଣିଥିଲେ। ଆମେ ଦେଖିଲେ ସେଠି ଯୋଉମାନେ ପୃଷ୍ଠପୋଷକ, ଯୋଉମାନେ ସମାଜର ଦାୟିତ୍ୱ ନେଇଛନ୍ତି ବୋଲି ଦେଖେଇ ହଉଛନ୍ତି, କହି ହଉଛନ୍ତି, ସେଇମାନେ ହିଁ ସେଇମାନଙ୍କର ହିଁ ସିଏ ରୋଷର ଶିକାର ହେଲେ ଏବଂ ତାପରେ ତାଙ୍କୁ କ୍ରୁଶବିଦ୍ଧ କରାହେଲା। କ୍ରୁଶବିଦ୍ଧ କରାହେଲା। ତେଣୁ ସେ ପ୍ରଭୁ ଲେଖୁଛନ୍ତି ସେ ଜାଣିଥିଲେ ଯେ ଏ ଜନ୍ମରେ ପୂର୍ଣ୍ଣ କାମ ହବ ନାହିଁ, ମତେ ପୁଣି ଆଉ ଥରେ ଆସିବାକୁ ପଡିବ। ତା ପୂର୍ବରୁ କହିଲେ ଆମର ଯେତେବେଳେ କ୍ରସ୍ ଚିହ୍ନ ହଉଛି, ଇଏ ହଉଛି ଗୋଟେ ଦୃଢ ସଂଯୁକ୍ତତାର ପ୍ରତୀକ। କିନ୍ତୁ ଆମେ ଆମର ବାହ୍ୟ ମନ ପ୍ରାଣ ଶରୀର ଦ୍ୱାରା ନିମ୍ନ ଗତିବିଧିରେ ଏତେ ମଝି ରହିଛୁ, ତାର ପରିଣାମ ସ୍ୱରୂପ ଆମେ ତାକୁ ଦୁଃଖ ଭୋଗରେ ପରିଣତ କରିଦଉଛନ୍ତି ଏବଂ ଶେଷକୁ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଯେହେତୁ ତାଙ୍କୁ କ୍ରୁଶବିଦ୍ଧ କରାହେଇଥିଲା, ତେଣୁ ସିଏ ତାକୁ କହୁଛନ୍ତି ଯେ ସେଇଟା ଯେହେତୁ ଯୀଶୁଖ୍ରୀଷ୍ଟଙ୍କୁ ସେଇଥିରେ କ୍ରସରେ ତାଙ୍କୁ
ଯୋଉ ନିର୍ଯାତନା ଦେଇ ଅତ୍ୟାଚାର କରି ତାଙ୍କୁ ଯୋଉଭଳି ଭାବରେ ମୃତ୍ୟୁକୁ ଲଭିବା ପାଇଁ ଛାଡ଼ି ଦେଇଥିଲେ। ତେଣୁ ସେଠି କହୁଛନ୍ତି ଏଇଟା ଦୁଃଖ ଭୋଗ ଏବଂ ଶୁଦ୍ଧିକରଣର ଏକ ସିମ୍ବଲ ହେଇକି ରହିଗଲା। କିନ୍ତୁ ପ୍ରକୃତରେ ତାହା ହେଉଛି ଯେ ନିମ୍ନରେ ଯୋଉ ରହିଛି ଅପ୍ରକଟ ହୋଇଥିବା ଚେତନା, ଉଚ୍ଚତର ଯୋଉ ଶକ୍ତି ଅବତରଣ କରୁଛି ନିଜକୁ ପରିପ୍ରକାଶ କରିବାକୁ ଚାହୁଁଛି, ଏଇ ଦୁଇଟା ଭିତରେ ଏକ ନିବିଡ଼ ସଂଯୋଗ ଆତ୍ମା ଏବଂ ପ୍ରକୃତିର ଦୃଢ଼ ଏବଂ ସମ୍ପୂର୍ଣ୍ଣ ସଂଯୁକ୍ତ ହୋଇ ରହିଥିବାର ପ୍ରତୀକ ହଉଛି ଏଇଟା। ମାଙ୍କୁ ପଚରା ହେଇଛି ଯେ ଏହି ସୂତ୍ରଟିରେ ପରମେଶ୍ୱରଙ୍କର ତରବାରୀ କାହାର ପ୍ରତିନିଧିତ୍ୱ କରୁଛି। ସେ ଯୋଉ ଲେଖିଲେ ଯେ ପରମେଶ୍ୱରଙ୍କ ତରବାରୀ ଧରିକି ଆସିବାକୁ ପଡିବ ବୋଲି, ସେ ପଚାରିଛନ୍ତି ତରବାରୀ କାହାକୁ ବୁଝାଉଛି। ମା କହୁଛନ୍ତି ପରମେଶ୍ୱରଙ୍କର ତରବାରୀ ସେହି ଶକ୍ତିମତାକୁ ହିଁ ବୁଝାଉଛି ଯାହାର କି କେହି ପ୍ରତିରୋଧ କରିପାରିବେ ନାହିଁ। ଆମେ ଏବେ ବି ଏବେ ବି ମନୁଷ୍ୟ ଜାଣୁଛି ବୁଝୁଛି କିନ୍ତୁ ନିଜକୁ ହିଁ ପ୍ରତିଷ୍ଠା କରିବା ପାଇଁ ଲାଗିଛି। ସେତେବେଳେ ସିଏ ନିଜକୁ ପ୍ରସ୍ତୁତ କରିପାରୁନାହିଁ, ସତ୍ୟକୁ ଗ୍ରହଣ କରିବ, ସତ୍ୟକୁ ନେଇକି ବଞ୍ଚିବ, ସେତେବେଳେ ଭଗବାନଙ୍କର ପରମେଶ୍ୱରଙ୍କର ତରବାରୀ ବାଧ୍ୟ ହୁଅନ୍ତି ବାହାର କରିବା ପାଇଁ। ଆମେ ଏବେ ପୂର୍ବରୁ କଥା ହଉଥିଲେ, ପିଲାଟି ଅଳି କରୁଛି, ଏଇଟା ନବ ବା ସେଇଟା ନବ ବଜାରରେ, ତାକୁ ମା ବୁଝଉଛି କିନ୍ତୁ ସେ ଶୁଣୁନାହିଁ। ତାକୁ ଟାଣିକିରି ତାକୁ ଆଗ ଧରିକି ନେଇଯାଉଛି କାଖେଇକିରି, ସେ କାଖରୁ ଛାଟି ପିଟି ଗଲେଇ ପଡୁଛି। ତାପରେ ତାକୁ ସେ ଜବରଦସ୍ତ ଟାଣିକି ନଉଛି, ପୁଣି ସେଠୁ ସେ ଘୋଷାଡ଼ି ଆସୁଛି, ତାକୁ ପୁଣି ଟାଣୁଛି, ପୁଣି ଆସୁଛି, ସେ ଘୋଷାଡ଼ି ହେଇକି କହୁଛି ନା ମୁଁ ଯିବି ନାହିଁ କହିକି ଗୋଟେ ବାଉଁଶକୁ ମାଡି ବସି ଧରୁଛି, ଛାଡୁନାହିଁ। ସେତେବେଳେ ମା କଣ କରିବ? ଛଡେଇକିରି ଆଗ ହାତଟାକୁ ନବ, ତଥାପି ସେ ଯାଉନାହିଁ। ତାପରେ ମା କଣ କରିବ? କଷିକିରି ଗୋଟେ ଚଟକଣି ଗାଲକୁ ଦବ, ଭେଁ ଭେଁ ରଡି ଛାଡୁଥବ। ସେ ଚଟକଣି ଖାଇଲା ପରେ ଟେକିକିରି ନେଇକି ଯିବ କାଖେଇକିରି ଭେଁ 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 ରଡି ଛାଡି 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 ଚୁପ୍ ହେଇକି ତୁନି ହେଇକି ଶୋଇପଡିବା ପର୍ଯ୍ୟନ୍ତ। ଆମେ ସେଇ ମାଡ଼ ଖାଇବା ପର୍ଯ୍ୟନ୍ତ କାହିଁକି ଯିବା? ପ୍ରଭୁଙ୍କର ପରମେଶ୍ୱରଙ୍କର ତରବାରୀ ଆସିବା ପର୍ଯ୍ୟନ୍ତ ଆମେ କାହିଁକି ଯିବା? ସଚେତନ ହେଇଯିବା, ନିଜକୁ ସତ୍ୟ ଦ୍ୱାରା ବଞ୍ଚିବା ପାଇଁ ଚେଷ୍ଟା କରିବା। ଆମେ ବହୁତ ଥର ଠୋକର ଖାଇଲା ପରେ ମଧ୍ୟ ପ୍ରତିଷ୍ଠା ସୁକରି ବିଷ୍ଠା ବୈଷ୍ଣବ ଧର୍ମରେ କୁହାଯାଏ ଯେପରି, ଜାଣିଲେ ମଧ୍ୟ ସେଇ ପ୍ରତିଷ୍ଠା ପଛରେ ଧାଉଁଛୁ। ଅଭିମାନ ସୁରାପାନ, କିନ୍ତୁ ତଥାପି ବି ଆମେ ଆମର ମାନ, କ୍ଷମତା, ସମ୍ମାନ, ହଁ ମୁଁ ଏଇଆ, ଆମେ ତ ଅନେକ ଥର ଶୁଣିଥିବା। ତମେ ଯଦି ସେଠି ଟିକେ ସମସ୍ତଙ୍କ ସମ୍ମୁଖକୁ ନ ଯିବ, ତମକୁ କିଏ ଚିହ୍ନିବ? ଏଇ ପ୍ରକାରର ପ୍ରେରଣା ମଧ୍ୟ ଆପଣଙ୍କୁ ଦିଆଯାଏ। ଇଏ ହେଉଛି ବିରୋଧୀ ଶକ୍ତିର ପ୍ରେରଣା, ତା ପ୍ରତି ଆପଣ ସଚେତନ ହେବେ। ବିରୋଧୀ ଶକ୍ତି ଆପଣଙ୍କୁ କଣ କରିବ? ସବୁବେଳେ କହିବ ତମେ ଆସ ସମ୍ମୁଖକୁ, ଫ୍ରଣ୍ଟକୁ ଆସ। ହିଟଲର, ମୁଁ ହେବି ରାଜା, ମୁଁ ହେବି ଏ ସମଗ୍ର ବିଶ୍ୱର ସମ୍ରାଟ। ଗୋଟିଏ ପରେ ଗୋଟିଏ ଦଳି ଚାଲିବ, ଦଳି ଚାଲିବ। ମୋ ଅନ୍ଥାରେ ଯିଏ ନ ଚାଲିଲା ସେ ହତ୍ୟା କରିବ। ତାକୁ ବର୍ବରତା, ପ୍ରକୃତି ବିରୁଦ୍ଧରେ ନିଜକୁ ଠିଆ କରିବା, ଇଏ ହେଉଛି ଅହଂର ଏକ ଚାଲ। କେତେବେଳେ କେତେବେଳେ ସେ କଣ କରିବ? ଅନ୍ୟମାନଙ୍କୁ ଭଳେଇବା ପାଇଁ ସୁନ୍ଦର ସୁନ୍ଦର କଥା କହିବ, କେବଳ ଏଇଥିପାଇଁ ନିଜକୁ ପ୍ରତିଷ୍ଠା କରିବା ପାଇଁ। ଯଦି ଦେଖିଲା ଯେ ମୋ କଥା ଅନୁସାରେ ଚାଲୁନାହାନ୍ତି, ସେ ଅଭିମାନ କରିକି ତମ ପାଖରେ ଆସିକି ଅଭିମାନ କରି ରହିବ। ତମେ ଏଇଟା ଗୋଟେ ପ୍ରକାର ହିଂସା। ପ୍ରଭୁ ତ ବହୁତ ଲେଖୁଛୁ, ପ୍ରଭୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଅନ୍ୟ ଜାଗାରେ ଯେ ଆମେ ଅନ୍ୟର ଯୋଉ ଦୁର୍ବଳତା, କଣ ଦୁର୍ବଳତା? ସେ ସମସ୍ତଙ୍କୁ ଯିଏ ଭଲ ପାଆନ୍ତି, ଯିଏ ଅନ୍ୟ କାହାର ଦୁଃଖ କଷ୍ଟ ଦେଖି ପାରନ୍ତି ନାହିଁ, ତାଙ୍କ ପାଖରେ ଆମେ ଯଦି ଅନଶନ କଲେ, ଆମେ ଯଦି ଟିକେ ମୁହଁ ଶୁଖେଇକି ବସିଲେ, ତେବେ ତାଙ୍କୁ କଷ୍ଟ ହୁଏ। ତେବେ ଆପଣ ତାଙ୍କ ଉପରେ ହିଂସା କଲେ ନାହିଁ କି? ତାଙ୍କୁ ଆପଣଙ୍କ ହିସାବରେ ଚଳେଇବା ପାଇଁ ବା ଚାଲିବା ପାଇଁ ଆପଣ ବାଧ୍ୟ କଲେ, ତାଙ୍କ ଉପରେ ଗୋଟେ ଇମୋସନାଲ ବ୍ଲାକମେଲ ବୋଲି ତାକୁ କୁହାଯାଏ। ଆପଣ ଇମୋସନାଲ ଅତ୍ୟାଚାର କଲେ। ଆପଣ ସବୁ ଦେଖିଥିବେ, ବହୁତ ପ୍ରକାରର ଆମ ଜୀବନରେ ଘଟଣା ଆମେ ନିଜେ ଦେଖୁଛୁ, ନିଜ କ୍ଷେତ୍ରରେ ବି ଦେଖୁଛୁ, ଅନ୍ୟ କ୍ଷେତ୍ରରେ ବି ଦେଖୁଛୁ। ତେଣୁ ଆମେ ସଚେତନ ହେଇଯିବା,
ଯେପରି ଆମେ ନିଜକୁ ପ୍ରତିଷ୍ଠା କରିବା ନାହିଁ, ମା ପ୍ରତିଷ୍ଠା ହୁଅନ୍ତୁ। ଆମେ ବାହାରକୁ ଯାଉଛେ, ସେତେବେଳେ ଆମେ ମାମୁଙ୍କର ସେ କଥାଟି ଆମେ ମନେ ରଖିବା। ତମେ ମାଙ୍କର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ, ତମର ବ୍ୟକ୍ତିତ୍ୱ ନିଜସ୍ୱ ନୁହଁ। ତମେ ଯାହା କରିବ, ତମେ ମାଙ୍କର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ, ସତ୍ୟର ରିପ୍ରେଜେଣ୍ଟେଟିଭ ହେଇକି ଯାଉଛ। ତେଣୁ ସେଇଭଳି ଭାବରେ ନିଜକୁ ବଞ୍ଚିବା ଆମେ ଶିଖିବା, ଯଦ୍ୱାରା ଆମ ଭିତରେ ଦେଇକିରି ମା ବା ଅତିମାନସ ସତ୍ୟ ନିଜକୁ ପରିପ୍ରକାଶ କରିବା ପାଇଁ ଏକ ସୁନ୍ଦର ଆଧାରଟିଏ, ଏକ ଉତ୍ତମ ଆଧାରଟିଏ ସେ ପାଇବ। ଆମେ ସେଇ ଲକ୍ଷ୍ୟରେ ନିଜକୁ ପ୍ରସ୍ତୁତ କରିବା। ମା ମା। Thank you, all over.